ଏଠି ଜଙ୍ଗଲ ମଧ୍ୟରେ ରୋଷେଇବାସ ଚାଲିଛି। ଦେଖିପାରୁଥିବେ ଚାରିଆଡ଼େ ଜଙ୍ଗଲ ଆଉ ଏପଟେ ମଧ୍ୟ ଜଙ୍ଗଲ ଆଉ ଛୋଟିଆ ରାସ୍ତା କୋଣରେ ଏମିତି ରୋଷେଇ ଚାଲିଛି। ତ ଖରା ବର୍ତ୍ତମାନ ଫେବୃଆରୀ ମାସରେ ପୁରା ଖରା ପ୍ରବଳ ଆଉ ସେଇ ଖରା ଉଦୁଉଦିଆ ଖରାରେ ଆମେ ରୋଷେଇ କରୁଛୁ, ଯେଉଁଟାକି ସାଙ୍ଗସାଥି ସାଙ୍ଗରେ ରୋଷେଇ କରି ଖାଇବାର କେତେ ବଢ଼ିଆ ମଜା ଆପଣମାନେ ନିଶ୍ଚୟ ଜାଣିପାରିଥିବେ ଆଉ ଜାଣିକି ବୁଝିପାରୁଥିବେ ଭିଡ଼ିଓ ମାଧ୍ୟମରେ ଦେଖିକରି ନିଶ୍ଚୟ କିଛି ମାନେ ଜଙ୍ଗଲର କିଛି ଦୃଶ୍ୟ ଦେଖିପାରୁଥିବେ। ସେଇ ଦୃଶ୍ୟରେ ଆମର ରୋଷେଇ ଆରମ୍ଭ ହେଉଛି। ତ ଫ୍ରେଣ୍ଡସ୍, ଏମିତି ଦୃଶ୍ୟମହଳରେ ଏମିତି ଜିନିଷ କେତେ ସୁନ୍ଦର ଭାବରେ ସଜ୍ଜିତ ହୁଏ ଆଉ ବହୁତ ବଢ଼ିଆ। ସେପଟେ ପିଆଜ କଟା ହେଇଛି ଆଉ ତା ସାଙ୍ଗରେ ଲଙ୍କା ଭଜା ହେବ ଆଉ ଡାଲି ବା ଡାଲମା ତରକାରୀ ସାଙ୍ଗେ ଚିକେନ୍ କଷା। ଆଉ ଏପଟେ ଦେଖୁଥିବେ ସୁନ୍ଦର ଭାବରେ ବହୁତ ସୁନ୍ଦର ଭାବରେ ଯେଉଁଟାକି ଜଙ୍ଗଲ ଯେଉଁ ଫଳ ଚାହାର ଗଛ ବୋଲି ଯେଉଁ କୁହାଯାଏ, ଚାହାର ଗଛ ସେ ଫଳଟା ମାନେ ଫୁଲ ଆରମ୍ଭ ହୋଇଗଲା ଆଉ କିଛି ଦିନ ପରେ ତା'ର ଫଳ ମଧ୍ୟ ହେଇଯିବ। ଖାଇବାକୁ ବହୁତ ଟେଷ୍ଟି ଆଉ ମିଠା ଲାଗେ। ତ ଫ୍ରେଣ୍ଡସ୍, ନମସ୍କାର ଜଣାଉଛି ଆଉ ଗୋଟେ ନୂଆ ବ୍ଲଗ୍କୁ। ତ ଫ୍ରେଣ୍ଡସ୍, ଆଜିର ବ୍ଲଗ୍ରେ ଦେଖିପାରୁଥିବେ ଜଙ୍ଗଲ ରୋଷେଇ ହେବ ଆଉ ରୋଷେଇରେ ଖାଆପିଆ ହେବ ଯଦି ସୁନ୍ଦର ଭାବରେ। ତ ଆପଣମାନେ ଭିଡ଼ିଓଟା ନିଶ୍ଚୟ ଲାଗି ରହନ୍ତୁ, ଭିଡ଼ିଓଟା ସ୍କିପ୍ କରନ୍ତୁ ନାହିଁ। ଭିଡ଼ିଓଟା ଭଲ ଲାଗିବ ତାହେଲେ ଲାଇକ୍ ସବସ୍କ୍ରାଇବ୍ କମେଣ୍ଟ ନିଶ୍ଚୟ କରିବ। ତ ଚାଲୁନ ଭିଡ଼ିଓଟା ଲାଗି ରହନ୍ତୁ ଶେଷ ପର୍ଯ୍ୟନ୍ତ। ତ ଫ୍ରେଣ୍ଡସ୍, ଆଜି ଆମେ ଏଇ ଜଙ୍ଗଲରେ ଅଛୁ, ଯେଉଁଟାକି ସେଇ ପାଖରେ ମାଙ୍କଡ଼ ରହିଛି। ସେ ପାଖରେ ମାଙ୍କଡ଼ ଡେଇଁ ତା'ର ଖୁସି ଆନନ୍ଦ ସେଇ ଏ ଗଛରୁ ସେଇ ଗଛ, ଏ ଡାଲରୁ ସେ ଡାଲ ଡେଇଁ ପଡ଼ୁଛି। ତ ଫ୍ରେଣ୍ଡସ୍, ଏବେ ଚାଲନ୍ତୁ ଆମେ ରୋଷେଇ ଆରମ୍ଭ ହେଇଯିବା। ଆଉ ବହୁତ ସୁନ୍ଦର ଭାବରେ ଚାଉଳ ଫୁଟି ଆସୁଛି। ଦେଖୁଥିବେ ନିଆଁ ଗୁଦୁଗୁଦୁ ନିଆଁ ପୋଡ଼ ଚାଲିଛି। ଏଠି ଦେଖିବା ଏପଟେ ସୁନ୍ଦର ଭାବରେ ମାଙ୍କଡ଼ର ସ୍ୱର ଆସୁଛି। ଆଉ ନିଶ୍ଚୟ ଆପଣମାନେ ତ ଭିଡ଼ିଓ ମାଧ୍ୟମରେ ତା ସାଉଣ୍ଡ ଶୁଣିପାରିବେ ନାହିଁ, କାହିଁକିନା ସେଇ ମାଙ୍କଡ଼ ପାଖାପାଖି ନାହିଁ, ଦୂରରେ ଟିକେ ଅଛି। ଦୂରରେ ଥାଏ ତା'ର ହୁଙ୍କା ମାରୁଛି, ଯେଉଁଟାକି ମାଙ୍କଡ଼ ଯେଉଁ ଜଙ୍ଗଲ ମାଙ୍କଡ଼ ହୁଁ ହୁଁ କରେ ସେମିତି ସାଉଣ୍ଡ ଆସୁଛି। ଆଉ ଦେଖିବା ସନ୍ଧ୍ୟା ଆଡ଼କୁ ସିଏ ମାନେ ଗଛ ଛାଇକୁ ଆସିବ, ଯେଉଁଟାକି ପାଖାପାଖି ଆସିବ। ପାଖାପାଖି ଆସିଲେ ତା'ର ମାଙ୍କଡ଼ ଦେଖିବା। ତ पैंट गाना विकेश
প্যান প্যান বর্তমান আমার এইগলা তরকারি ଆଉ ଏଇ ଭାତ ଆଉ ସେଠି ଅଛି ଲଙ୍କା ଭଜା ଆଉ ବର୍ତ୍ତମାନ ସେଇ ଡାଲମା ପକା ହେବ ଡାଲମା ପକାଇକି ତାପରେ ରୋଷେଇ କରିବା ସନ୍ତଲା ଯେଉଁଟାକି କୋବି ବାଇଗଣ ତରକାରୀ ସବୁ ଯାକ ସନ୍ତଲା ହେବ ତ ଫ୍ରେଣ୍ଡସ୍ ଚାଲନ୍ ଆପଣମାନେ ଭିଡ଼ିଓ ଲାଗି ରୁହନ୍ତୁ କେମିତି ପ୍ରକାର ଆଇଟମ୍ ଆଜି ବନା ହେଉଛି ତ ନିଶ୍ଚୟ ଖାଇକରି ମଧ୍ୟ ଟେଷ୍ଟ କରିକି ଆପଣମାନଙ୍କୁ ଦେଖେଇବି ଭିଡ଼ିଓ ମାଧ୍ୟମରେ ତ ଅଛୁ ଆମେ 8-10 ଜଣ ଅଛୁ 10 ଜଣ ଭିତରେ ଏଇ ମାନେ ରୋଷେଇଟା ହେଇଛି ଆଉ ବର୍ତ୍ତମାନ ମୋର ପାଖରେ କିଏ ନାହିଁ ଜଣେ ଅଛି ଜଣେ ରୋଷେଇ ଅଛି ଆଉ ଅନ୍ୟ ଜଣ ଲୋକ ଅନ୍ୟ ପ୍ରକାର ଜିନିଷ କିଣିବା ପାଇଁ ଯାଇଛନ୍ତି ତ ଟାଇମ୍ ମଧ୍ୟ 12ଟା ହେଇଗଲା ଆଉ ଅଧଘଣ୍ଟା ଘଣ୍ଟେ ଭିତରେ କାମ ସାରି ଦେଇକରି ଖାଇବାର ଆରମ୍ଭ କରିବା ତ ଜଙ୍ଗଲରେ ବର୍ତ୍ତମାନ ଖରା ଟିକେ ଜଣାପଡ଼ୁନି କାହିଁକିନା ଚାରିଆଡ଼େ ଗଛର ଛାଇ ମଧ୍ୟ ଲାଗି ରହିଛି ଆଉ ଅନେକ ପ୍ରକାର ଜାଗାରେ ମଧ୍ୟ ପାଣି ମଧ୍ୟ ରହିଛି ତ ଚାଲନ୍ ଭିଡ଼ିଓଟା ଲାଗି ଗୋଟେ ଦିନ ଆମେ ଭିତରକୁ ଯାଇଥିଲୁ ଯେ କୁଞ୍ଜେଶ ସାକ୍ଷୀ ଚିନିକା ଭିତରେ ଗଲୁ ହେନ୍ତିକେ ଯାଇକରି ହେନ୍ତି ଭିତରେ ଆସିକରି ପୁରା ହେ ଭିତରେ ନୁହେନ୍ତି ପୁରା ସିଧା ପଳାଇଲୁ ଦେଖ ରାସ୍ତା ଭୁଲି ଯାଉଛ ନା হয়